नमस्कार दर्शक बंधु मु आपणमानଙ୍କର प्रिय डाक सेवक दिव्य आपणମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ନେଇ ଆସିଛି। ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଯେ ପିଏମ୍ କିଷାନ ଯୋଜନାର 18ତମ କିସ୍ତିଟି ଆଜି ଦିନ 12ଟା ବେଳେ ଆପଣଙ୍କୁ ମିଳିବାକୁ ଯାଉଛି। ତ ଆପଣମାନେ କେମିତି ଚେକ୍ କରିବେ ଯେ କେଉଁ ବ୍ୟାଙ୍କ ଆକାଉଣ୍ଟକୁ ଆପଣଙ୍କର ଏହି ପିଏମ୍ କିଷାନ ଯୋଜନାର 18ତମ କିସ୍ତି ଟଙ୍କାଟି ଯାଇଛି। ଆପଣ ଦେଇଛନ୍ତି ଗୋଟିଏ ଆକାଉଣ୍ଟ ଆପଣଙ୍କର ପଇସାଟି ଯାଇଛି ଆଉ ଗୋଟିଏ ଆକାଉଣ୍ଟକୁ, ତ ଆପଣମାନେ ସେଇଟା କେମିତି ଚେକ୍ କରିବେ ଏବଂ ପଇସା ଆସିଛି ବୋଲି ସର୍ବପ୍ରଥମେ ଆପଣମାନେ କେମିତି ଜାଣିବେ ତାହା ଆଜି ଭିଡ଼ିଓ ମାଧ୍ୟମରେ ଡିଟେଲ୍ସ ଜାଣିବା। ଏବଂ এই ପିଏମ୍ କିଷାନ ଯୋଜନାର ସମସ୍ତେ କ'ଣ ପଇସା ପାଇବେ ନା ଯେଉଁମାନଙ୍କର এই লিষ্টରେ ନାମ ଅଛି, ତ ଆପଣମାନେ এই ପିଏମ୍ କିଷାନ ଯୋଜନାର ଲିଷ୍ଟଟି ଆପଣମାନେ ଦେଖିଲେଣି କି? ତ ଯଦି ଦେଖିନାହାନ୍ତି କେମିତି ଚେକ୍ କରିବେ ଆସନ୍ତୁ ନିଜ ମୋବାଇଲରେ। ଏବଂ ପଇସାଟି ପାଇଲେ ସର୍ବପ୍ରଥମେ ଆପଣ କେମିତି ଜାଣିବେ ଯେ ଆପଣଙ୍କ ଆକାଉଣ୍ଟକୁ ପଇସାଟି ଆସିଛି କି ନାହିଁ ତାହା ଡିଟେଲ୍ସ এই ଭିଡ଼ିଓ ମାଧ୍ୟମରେ ଜାଣିବା। ତ ଚ୍ୟାନେଲଟିକୁ ଯଦି ପ୍ରଥମ ଥର ପାଇଁ ଆସିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଭିଡ଼ିଓଟି ଯଦି ଭଲ ଲାଗିବ ଗୋଟେ ଲାଇକ୍ କରିଦେବେ, ଅନ୍ୟମାନଙ୍କୁ ସେୟାର କରିବେ। ତ ପାଖରେ ଥିବା ଘଣ୍ଟି ଚିହ୍ନଟିକୁ ଦବାଇ ଅଲ୍ରେ ସେଟ୍ କରିଦେବେ, ଯାହାଫଳରେ ବିଭିନ୍ନ ଇନଫର୍ମେଟିଭ୍ ଭିଡ଼ିଓ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ତ ଦର୍ଶକ ବନ୍ଧୁ, ତ ବର୍ତ୍ତମାନ ମୁଁ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି ଯୋଜନାର ଅଫିସିଆଲ ୱେବସାଇଟ୍ରେ ଅଛି। ତ ପ୍ରଥମେ ଆସନ୍ତୁ ଆପଣମାନେ ନିଜ ନାମଟିକୁ এই ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଲିଷ୍ଟରେ ଆପଣମାନଙ୍କର ନାଁ ଅଛି କି ନା ନାହିଁ ତାହା ଆପଣମାନେ ନିଜେ ଚେକ୍ କରି ନିଅନ୍ତୁ। ତ କେମିତି ଚେକ୍ କରିବେ ଆସନ୍ତୁ, ଡେସ୍କ୍ରିପ୍ସନ୍ ବକ୍ସରେ ଏହାର ଲିଙ୍କଟି ମୁଁ ଆପଣମାନଙ୍କୁ ଦେଇଦେବି। ତ ଆପଣମାନେ ଡାଇରେକ୍ଟ ସେହି ଲିଙ୍କକୁ ଓପନ୍ କରି ଦେଖନ୍ତୁ। ପ୍ରଥମେ ଏମିତି ଏକ ପେଜ୍ଟି ଆସିବ, ଆପଣମାନେ ତଳକୁ ତଳ ସ୍କ୍ରୋଲ୍ କରିବେ ଏମିତି ତଳକୁ ତଳ ସ୍କ୍ରୋଲ୍ କରିବେ। ଆପଣମାନଙ୍କର ଏଇଠି ଗୋଟିଏ ଅପସନ୍ଟି ଲେଖା ହେଇଛି ଦେଖନ୍ତୁ, ବେନିଫିସିଆରୀ ଲିଷ୍ଟ। ଏଇଠି ଯେଉଁ ବେନିଫିସିଆରୀ ଲିଷ୍ଟ ଲେଖା ହେଇଛି ଏଠି ଆପଣମାନେ କ୍ଲିକ୍ କରିବେ। ତ କ୍ଲିକ୍ କଲା ପରେ ଆପଣମାନଙ୍କର ଏଠି ଷ୍ଟେଟ୍ଟି ଚୁଜ୍ କରିବା, ଆମର ଓଡ଼ିଶା ଷ୍ଟେଟ୍। ତ ଓଡ଼ିଶା ଷ୍ଟେଟ୍ ଆମେମାନେ ଚୁଜ୍ କରିବା। ତ ତାପରେ ଆପଣମାନଙ୍କର ଡିଷ୍ଟ୍ରିକ୍ଟଟି ଆପଣମାନେ ଚୁଜ୍ କରିବେ, ଯେଉଁ ଡିଷ୍ଟ୍ରିକ୍ଟରୁ ବିଲଙ୍ଗସ୍ କରୁଛନ୍ତି। ଆପଣ ବାଲେଶ୍ୱର ଡିଷ୍ଟ୍ରିକ୍ଟ ପାଇଁ ଦେଖିବା ପାଇଁ ଚାହିଁଲେ ବାଲେଶ୍ୱର ଡିଷ୍ଟ୍ରିକ୍ଟ ଚୁଜ୍ କରିବେ। ତାପରେ ସବ୍ ଡିଷ୍ଟ୍ରିକ୍ଟ, ତ ଆପଣଙ୍କର ସବ୍ ଡିଷ୍ଟ୍ରିକ୍ଟରେ ଆପଣଙ୍କର ବ୍ଲକଟି ରହିବ। ତ ମୁଁ ବସ୍ତା ବ୍ଲକ ଚୁଜ୍ କଲି। ତ ତାପରେ ସେଇ ବ୍ଲକରେ ପୁଣି ସେ ବସ୍ତାକୁ ଚୁଜ୍ କଲି। ତାପରେ ଆପଣ ଭିଲେଜରେ ଚୁଜ୍ କରି ଆପଣ କେଉଁ ଗ୍ରାମରେ ଯାଉଛନ୍ତି। ତ ଏଇଟା ମୁଁ ଆନନ୍ଦପୁର ଚୁଜ୍ କଲି। ତ ଗେଟ୍ ରିପୋର୍ଟରେ ଆପଣମାନେ କ୍ଲିକ୍ କରିବେ। ଦେଖନ୍ତୁ ଆଜି ଯେଉଁମାନେ ପଇସା ପାଇବେ ତାଙ୍କର ଲିଷ୍ଟ ସବୁ ଆସିଯାଇଛି ଯେ ଏଇମାନେ ଆଜି ପିଏମ୍ କିଷାନ ଯୋଜନାର 18ତମ କିସ୍ତିର ଟଙ୍କାଟି ଆଜି ପାଇବେ। ତ ଆପଣମାନଙ୍କୁ ପ୍ରୁଫ୍ ସହକାରେ ଦେଲି। ତ ଦେଖନ୍ତୁ ଏମିତି ଆପଣଙ୍କ ଜିଲ୍ଲାରେ ମଧ୍ୟ ଆପଣମାନେ ନିଜେ ଦେଖିପାରିବେ। ଷ୍ଟେଟ୍ ନାମ ସିଲେକ୍ସନ୍ କରିବେ, ଏଠି ଡିଷ୍ଟ୍ରିକ୍ଟଟି ନାମ ଦେବେ। ତାପରେ ଏଠି ଆପଣମାନଙ୍କର ସବ୍ ଡିଷ୍ଟ୍ରିକ୍ଟର ନାମ ଦେବେ। ତାପରେ ଏଠି ଆପଣଙ୍କର ବ୍ଲକ ନାମ ଦେବେ। ତାପରେ ଏଠି ଆପଣଙ୍କର ଗ୍ରାମର ନାମ ଏଠି ସବୁ ଚୁଜ୍ କରିବେ। ତାପରେ ଗେଟ୍ ରିପୋର୍ଟ ଆପଣମାନେ କ୍ଲିକ୍ କରିଦେବେ, ସବୁ ଡିଟେଲ୍ସ ଆପଣମାନଙ୍କର ଆସିଯିବ। ତ ମୁଁ ସର୍ବପ୍ରଥମେ ଆପଣମାନଙ୍କୁ କହିଥିଲି ଯେ ପିଏମ୍ କିଷାନ ଯୋଜନାର ଯଦି 18ତମ କିସ୍ତିଟି ପାଇବା ପାଇଁ ଚାହୁଁଛନ୍ତି ତାହେଲେ ପ୍ରଥମେ ଆପଣଙ୍କୁ KYCଟି କମ୍ପ୍ଲିଟ୍ କରିବା ପାଇଁ ପଡ଼ିବ ବୋଲି କହିଥିଲି। ତ ଆପଣମାନେ କେତେଜଣ କରିଛନ୍ତି ତାହା ଆଜିର ଟଙ୍କାଟି ଆସିଲେ ଆପଣମାନଙ୍କୁ ଜଣାପଡ଼ିଯିବ ଯେ KYCର ଗୁରୁତ୍ୱଟି କେତେ ରହିଛି। ତ ଆପଣମାନଙ୍କୁ ମୁଁ ସର୍ବପ୍ରଥମେ କହିଥିଲି ଯେ KYCଟି କରିନେବା ପାଇଁ। ତ KYCରେ ଆପଣମାନେ ଯେତେବେଳେ କ୍ଲିକ୍ କରିବେ ସେ ଆପଣମାନଙ୍କର ଆଧାର କାର୍ଡ଼ ନମ୍ବରଟି ଦେଇ ଆଗକୁ ପ୍ରୋସିଡ଼୍ କରିବା ପାଇଁ କହୁଛି। ଆଧାର କାର୍ଡ଼ଟି ଦେଲେ ଆପଣମାନଙ୍କ ମୋବାଇଲକୁ ଏକ OTPଟି ଆସିବ, ତାପରେ ଆପଣମାନେ ପ୍ରୋସିଡ଼୍ କରିବେ। ତ ତାପରେ ଆପଣମାନଙ୍କ ସବୁ KYCଟି ହେଇଛି ନା ହେଇନି, DBT ମ୍ୟାପିଂ ଅଛି କି ନା ନାହିଁ ତାହା ସମସ୍ତ ଡିଟେଲ୍ସ ଆପଣମାନଙ୍କର ଜଣାପଡ଼ିଯିବ। ତ ଏବେ ଆସନ୍ତୁ ଜାଣିବା ଯେ ଆପଣଙ୍କର ଟଙ୍କାଟି ଆସିଲେ ଆପଣମାନେ କେମିତି ଜାଣିବେ ଯେ ନିଜ ଆକାଉଣ୍ଟକୁ ଟଙ୍କାଟି ଆସିଛି କି ନା ନାହିଁ। ତ ଦର୍ଶକ ବନ୍ଧୁ, ଆଜି ଦିନ 12ଟା ବେଳେ ମୋଦିଜୀ ଆପଣମାନଙ୍କର ଆକାଉଣ୍ଟକୁ এই ପିଏମ୍ କିସ୍ତିର 18ତମ କିସ୍ତିଟି ପଠାଇବେ। ତ ପଇସା ଆସିଲା ମାନେ ସାଙ୍ଗେ ସାଙ୍ଗେ ଆପଣମାନଙ୍କର ମୋବାଇଲକି SMS ଆସିଯିବ ଯେ ପିଏମ୍ କିଷାନରୁ ଆପଣମାନେ 2000 ଟଙ୍କା ଲେଖାଏଁ ପାଇଲେ 18ତମ କିସ୍ତି ବୋଲି। ଆପଣମାନଙ୍କୁ କାଲିଠୁ ଏକ ମେସେଜ୍ ଆସିଯାଇଛି ଯେ ଓଡ଼ିଆରେ ଯେ ଆପଣଙ୍କୁ କାଲି ଦିନ 12ଟାରେ ମହାରାଷ୍ଟ୍ରରେ ଏକ ସମାବେଶରେ ମୋଦିଜୀ ଯୋଗ ଦେବେ। ତ ଏହି ସମାବେଶରେ ସେ 12ଟା ବେଳେ ଆପଣଙ୍କ ଆକାଉଣ୍ଟକୁ ପଇସା ପଠାଇବେ ବୋଲି ଆପଣଙ୍କ ବହୁତ ଜଣଙ୍କ ମୋବାଇଲକି ଓଡ଼ିଆରେ ମେସେଜଟି ଆସିଯାଇଛି। ତ ଆପଣମାନେ ନିଜ ମୋବାଇଲରେ ଚେକ୍ କରିଦେବେ। ତ ଯେଉଁମାନଙ୍କୁ ମେସେଜ୍ ଆସିଛି ତ ସେଇମାନେ ହିଁ ପଇସା ପାଇବେ, କାରଣ ତାଙ୍କର ପିଏମ୍ କିଷାନରେ ଯେଉଁ ମୋବାଇଲ ନମ୍ବରଟି ରେଜିଷ୍ଟ୍ରେସନ୍ ଅଛି ତ ସେମାନଙ୍କ ମୋବାଇଲକୁ ସମସ୍ତ ଏ ମେସେଜ୍ ଗୁଡ଼ାକ ଯାଇଛି, ତ ସେଇମାନେ ହିଁ ପାଇବେ। ତ ଆପଣମାନେ ଜଲ୍ଦି ଜଲ୍ଦି ନିଜ ମୋବାଇଲଟି ଚେକ୍ କରିଦେବେ ଯେ SMS ଆସିଛି କି ନା ନାହିଁ। ତ ଏବେ ଆସନ୍ତୁ ଜାଣିବା ଏହି ପିଏମ୍ କିଷାନର ପଇସାଟି ଆପଣମାନଙ୍କର କେଉଁ DBT ଆକାଉଣ୍ଟକୁ ଲାଗିବ। ତ ଆପଣମାନେ এই ପିଏମ୍ କିଷାନ ଆପ୍ଲାଏ ବେଳେ ଯେଉଁ ଆକାଉଣ୍ଟଟି ଦେଇଥିବେ ତ ସେ ଆକାଉଣ୍ଟକୁ ନ ଲାଗି ଆପଣମାନଙ୍କର ଅନ୍ୟ ଆକାଉଣ୍ଟକୁ ମଧ୍ୟ ଲାଗିପାରେ। ତ ଯେଉଁଥିରେ ଆପଣମାନଙ୍କର DBT ସିଷ୍ଟମଟି ଥିବ, ଅର୍ଥାତ୍ ଆପଣମାନଙ୍କର ଯଦି ଗୋଟିଏରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ରହୁଛି ତ ଯେଉଁଥିରେ ଆଧାର କାର୍ଡ଼ଟି ଲିଙ୍କ ଥିବ ଆପଣମାନଙ୍କୁ ସେଇଥିରେ ହିଁ ଡାଇରେକ୍ଟ ପଇସାଟି ଚାଲିଯିବ। ତ ଆପଣମାନେ ଜାଣିପାରୁନଥିବେ ଯେ ପଇସାଟି ମୋର ଆସିନାହିଁ କହୁଥିବେ। ତ ଏବେ ଆସନ୍ତୁ ଜାଣିବା ତ କେଉଁ ବ୍ୟାଙ୍କ ଆକାଉଣ୍ଟ ସହିତ ଆପଣମାନଙ୍କର DBTଟି ଅନ୍ ଅଛି। ତ ଜାଣିବେ କେମିତି ଯେ ପ୍ରଥମେ ଆପଣମାନେ ମାଇ ଆଧାର କରି ଗୁଗୁଲ କିମ୍ବା କ୍ରୋମ୍ରେ ଟାଇପ୍ କରିଦେବେ। ତାପରେ ଆପଣମାନଙ୍କର ଏମିତି ଏକ ଅପସନ୍ ଆସିବ। ତାପରେ ଆପଣମାନେ ତଳକୁ ତଳ ଟିକିଏ ସ୍କ୍ରୋଲ୍ କରିବେ। ତାପରେ ଏଇ ଯେଉଁ ଆଧାର ସର୍ଭିସ୍ ଦେଖାଉଛି ଏଇ ଆଧାର ସର୍ଭିସ୍ରେ ଆପଣମାନେ କ୍ଲିକ୍ କରିବେ। ତ ମାଇ ଆଧାର ସର୍ଭିସ୍ରେ କ୍ଲିକ୍ କଲା ପରେ ତଳକୁ ତଳ ସ୍କ୍ରୋଲ୍ କରିବେ ପୁଣି। ତାପରେ ଆପଣମାନଙ୍କର ଏଇଠି ଗୋଟେ ଆସୁଛି ଦେଖିପାରୁଥିବେ ଆଧାର ଲିଙ୍କିଂ ଷ୍ଟାଟସ୍, ବ୍ୟାଙ୍କ ସିଡ଼ିଂ ଷ୍ଟାଟସ୍। ଏଇ ବ୍ୟାଙ୍କ ସିଡ଼ିଂ ଷ୍ଟାଟସ୍ରେ ଆପଣମାନେ କ୍ଲିକ୍ କରିବେ।
तो क्लिक कला परे आपन एठी आपन किछि करिया पई लॉगिन ऑप्शन रे किछि क्लिक करिया पई पड़िबो नाही। तो तळकु तळ सेमिति स्क्रोल करिवे। तो स्क्रोल कला परे आपन एठी गुटे बैंक सीडिंग स्टेटस लेफ्ट साइड को आसीबो। तो आपन माने बैंक सीडिंग स्टेटस रे क्लिक करनेबे। तो क्लिक करनेला परे आपन एठारे आधार नंबर टी देबा पई पड़िबो एवं एठारे जो एंटर कैप्चर कोड टा जो अछि ए कैप्चाटा एठी देबा पई पड़िबो। तो लॉगिन विथ ओटीपी रे क्लिक करले आपन मानकर को बैंक अकाउंट सहित आधार टी डीबीटी मैपिंग अछि ताहा आपन माने निजे जानि परिबे। तो तापर आपन माने लॉगिन विथ ओटीपी रे आपन माने क्लिक करिवे। तो ओटीपी आसला परे आपन माने एठी ओटीपी देबे। तो तापर आपन मानकर आउ एक ऑप्शन टी देखा जिवो बैंक सीडिंग स्टेटस रे आपन माने एठी क्लिक करिवे। तो देखंतु एइठारे मोर फोटोटी आधार कार्ड रे जो फोटोटी अछि ताहा आपन मानकु शो करूथुव। तो एबे आसंतु देखिया मोर स्टेट बैंक ऑफ इंडिया रे डीबीटी मैपिंग टी ऑन अछि आपन माने एठारे देखि पारुथुवे जे 9/10/17 ठू ए डीबीटी टी मोर ऑन अछि। तो डेली हमर ट्रांजैक्शन टी चलीची एवं आधार कार्ड भी एथरे लिंक अछि। तो एठारे एक्टिव देखौची। तो आपन मानकर बहुत जण एठारे एक्टिव देखौनी इनएक्टिव बा डीएक्टिव देखौची। तो आपन माने एटा को निजे चेक करि पारिबे एवं निज बैंक को जाई जो बैंक रे आपन माने अप्लाई बेले जो बैंक देइथिले तो सेही बैंक को जाई आपन माने आधार कार्ड टी लिंक करि आनंतु एवं डीबीटी मोड टी ऑन करि आनंतु। तो देखंतु आपन मानकर जदि आपन माने डीबीटी अकाउंट सांगे सांगे करि आनुचंती ताले आपन मानकर पैसा टी सांगे सांगे लागि जिवो। तो सरकार जेतेबेले पैसा टी छाडंती आपन मानकर डीबीटी माध्यम रे तो आपनकर आधार कार्ड को पैसा टी छाडंती। तो आपनकर आधार कार्ड संगरे जो बैंक अकाउंट टी लिंक थिबो ताहा ऑटोमेटिक आपनकर सेही अकाउंट को ट्रांसफर होई जाय थाए। तो आपन माने जानि पारंतिनी बहुत जण मध्य। तो आपन मानकर बैंक अकाउंट सहित जो आधार कार्ड टी लिंक थिबो सेही अकाउंट को आपन मानकर पैसा टी जाय। तो आपण मैंने सर्वप्रथम निज अकाउंट रे डीबीटी मैपिंग टी करि नियंतु जदि हे पीएम किसान योजना रो 18तम किस्ती पाइबा को जाउचंती। तो आपण मानकर अकाउंट को आज दिन 12टा बेले टंकाटी आसीबो। तो 24 घंटा मध्य रे प्राय समस्त पीएम किसान चासी ए टंकाटी पाई जिवे। तो काहार प्रथमे आसीबो काहार टिके लेट होई आसीबो किंतु 24 घंटा मध्य रे आपण समस्त माने पाई जिवे। धन्यवाद। जय जगन्नाथ। एमिति इनफॉर्मेटिव वीडियो देखिया पई चैनल सहित जुड़ी होई रहिबे।